40 ବର୍ଷ ତଳେ ଓଡ଼ିଶା ଲୋକ ଯେମন ଆନ୍ଧ୍ର ଲୋକ ଓଡ଼ିଶାକୁ ଆସୁଥିଲେ ମାଟି କାମ କରିବା ପାଇଁ ମାନେ କିନ୍ତୁ 40 ବର୍ଷ ପରେ ଆଜି ଦେଖାଯାଉଛି ତ ଆମ ଓଡ଼ିଶା ଲୋକ ଆନ୍ଧ୍ରକୁ ଯାଉଛନ୍ତି ଦାଦନ ଖଟିବା ପାଇଁ। ତ ଏଇ ଯୋଉ ଡିଫରେନ୍ସ ଯୋଉ ହେଲା ଆମର ଯୋଉ ଅଛି ଭିଜନ ଡକ୍ୟୁମେଣ୍ଟ ବି ବିଭିନ୍ନ ପ୍ରକାର କଥା କୁହାଯାଇଛି। এই যে বিদ্যুৎ যে ক্ষেত্র হচ্ছে বিদ্যুৎ হচ্ছে কଣ না বিকাশର হচ্ছে ইঞ্ଜିନ হচ্ছে বিদ্যুৎ। তো ଆପଣ ଆନ୍ଧ୍ର ଓଡ଼ିଶା ଯଦି କମ୍ପେୟାର କରିବେ ତାଙ୍କ ଜନସଂଖ୍ୟା ତ ତାଙ୍କର ଆୟତନ ଆମ ଜନସଂଖ୍ୟା ଆମ ଆୟତନ ପ୍ରାୟ ସମାନ। କିନ୍ତୁ ଆପଣ ଦେଖିବେ ତାଙ୍କର ଯୋଉ ବିଦ୍ୟୁତ ଭିତ୍ତିଭୂମି ଅଛି ଆମର ଯୋଉ ବିଦ୍ୟୁତ ଭିତ୍ତିଭୂମି ଅଛି ମାନେ ଆମଠାରୁ ଡବଲ ଉପରେ ତାଙ୍କର। ତାଙ୍କର ଯୋଉ ମୁଣ୍ଡ ପିଛା ବିଦ୍ୟୁତ ବ୍ୟବହାର ଆମର ଯୋଉ ମୁଣ୍ଡ ପିଛା ବିଦ୍ୟୁତ ବ୍ୟବହାର ତ ଆପଣ ଯୋଉ ଦେଖିବେ ତ ତ ଆମ ଘରୋଇ ଉପଭୋକ୍ତା କ୍ଷେତ୍ରରେ ଘରୋଇ ଉପଭୋକ୍ତା ହୁଅନ୍ତୁ କିମ୍ବା ବାଣିଜ୍ୟ ଉପଭୋକ୍ତା ହୁଅନ୍ତୁ କିମ୍ବା ଆପଣଙ୍କର ক্ষুদ্র এবং মানে এবং মধ্যম শিল্প হুঁতু 3 গুণ 4 গুণ আন্ধ্রর ଅଧିକା। ତ ଏଇ ଯୋଉ ବିଦ୍ୟୁତ ଯଦି ଆନ୍ଧ୍ରର ମାନେ ଏତେ ଅଧିକା ହବା ପାଇଁକିରି 40 ବର୍ଷ ପରେ ଆନ୍ଧ୍ର ଲୋକଙ୍କୁ ଆଜି ସେଥିପାଇଁ ଓଡ଼ିଶା ଲୋକ ଯାଉଛନ୍ତି। ତ ଏଇ ଯୋଉ ବିଦ୍ୟୁତ କ୍ଷେତ୍ରକୁ ମଜବୁତ ନ କଲେ ତ ଆମେ 2036 ଯୋଉ ଆମେ ଦେଖୁଛେ ବିକଶିତ ଓଡ଼ିଶା ତାହା ସଫଳ ହୋଇପାରିବ ନାହିଁ।